ପଞ୍ଚସଖା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ସ୍ୱାଧୀନତା ସଂଗ୍ରାମରେ ଏ ଯେଉଁ କେନ୍ଦ୍ରସ୍ଥଳୀ ଯେଉଁଠି ବକୁଳ ବନ ଭିତରୁ ଶାନ୍ତ କାନ୍ତ ମନ ଭିତରୁ ସ୍ୱାଧୀନତା ସଂଗ୍ରାମର ଅଗ୍ନିସ୍ଫୁଲିଙ୍ଗ ଝରି ପଡ଼ୁଥିଲା। ଇଏ ହେଉଛି ସେଇ କ୍ଷେତ୍ର। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଭାରତବର୍ଷର ସ୍ୱାଧୀନତା ସଂଗ୍ରାମର ଏକ ମହାନ ବ୍ୟକ୍ତି, ଯାହାଙ୍କୁ ମହାତ୍ମା ଗାନ୍ଧୀ କହିଥିଲେ ଗୋପବନ୍ଧୁଙ୍କ ଭଳିଆ ଆଉ କିଛି ନେତା ସଂଯୁକ୍ତ ହେଇଯାଆନ୍ତି, ସେ ସ୍ୱାଧୀନତା ସଂଗ୍ରାମ ପ୍ରାପ୍ତି ହେଇଯାଆନ୍ତା ଶୀଘ୍ର ଏବଂ ଆମେ ସ୍ୱାଧୀନ ହେଇଯାଆନ୍ତୁ। ଏବଂ ଏଇଠି ବକୁଳ ବନ ଏସବୁ ଐତିହ୍ୟ ଆଜିକାଲି ଐତିହ୍ୟ ବୁଝିପାରୁନାହାନ୍ତି। ଏମିତି କୌଣସି ଜାତି ନାହିଁ ସମଗ୍ର ବିଶ୍ୱରେ ଯେ ତା ଐତିହ୍ୟକୁ ନେଇ ଘର ପାଖରେ। ଏଠି ସ୍ୱାଧୀନତା ସଂଗ୍ରାମୀ ତିଆରି କରୁଥିଲେ ସେ ସ୍କୁଲରୁ ଗୋପବନ୍ଧୁ, ଯେଉଁମାନେ ପୁରା ସ୍ୱାଧୀନତା ସଂଗ୍ରାମର ବାର୍ତ୍ତାକୁ ପ୍ରଚାର ପ୍ରସାର କରୁଥିଲେ। ଏବଂ ଏ ଯେଉଁ ମଣିଷ ତିଆରି କାରଖାନା ଥିଲା, ତାକୁ ଦେଖିବା ପାଇଁ ଭାରତବର୍ଷ ନୁହଁ ବିଶ୍ୱର ସବୁ ଆସିକି ଦେଖୁଥିଲେ ଯେ ଗୋପବନ୍ଧୁଙ୍କର ମଣିଷ ତିଆରି କାରଖାନାଟା କ'ଣ, ଗୋଟେ ସାଧାରଣ ସ୍କୁଲ। ଏବଂ ସେ ସାଧାରଣ ସ୍କୁଲକୁ ଦେଖିକିରି, ମଣିଷ ତିଆରି କାରଖାନାକୁ ଦେଖିକିରି ସେମାନେ ସ୍ତମ୍ଭୀଭୂତ ହେଉଥିଲେ। ଏବଂ ଏଠି କେବଳ ସ୍ୱାଧୀନତା ସଂଗ୍ରାମର କବିତା ଝଙ୍କାର ହେଉନଥିଲା, ସ୍ୱାଧୀନତା ସଂଗ୍ରାମର ବୀର ସୈନିକମାନେ ତିଆରି ହେଉଥିଲେ। ଏବଂ ମୁକ୍ତି ସଂଗ୍ରାମ ପାଇଁ ଏଇଠୁ ଆହ୍ୱାନ ଦିଆଯାଉଥିଲା। ଏତେ ବଡ଼ ଇତିହାସ ଅଛି। ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ସେ ମହାନ କ୍ଷେତ୍ରରେ ଆଜି ଆସି ତାଙ୍କୁ ମାଲ୍ୟାର୍ପଣ କରିକିରି ମୁଁ ନିଜକୁ ସୌଭାଗ୍ୟବାନ ସବୁବେଳେ କହିଛି, ତୁମେ ଆଧୁନିକରଣ କର, ସୌନ୍ଦର୍ଯ୍ୟକରଣ କର, ଆମର ଆପତ୍ତି ନାହିଁ, ତାକୁ କିଏ ଦେଖିବେନି, କିନ୍ତୁ ଐତିହ୍ୟ ନଷ୍ଟ କରନି। ଐତିହ୍ୟ ନଷ୍ଟ କରିବା ଏକ ବିରାଟ ଅପରାଧ ଗୋଟେ।